ଏହି ଫଟୋଟିକୁ ଦେଖନ୍ତୁ। ଶ୍ରୀଲଙ୍କାର ରିସର୍ଚ୍ଚ ସେଣ୍ଟରରୁ ତଥ୍ୟ ଦିଆଯାଇଛି ଯେ ଏହିଠାରେ ରାବଣର ଲଙ୍କା ଥିଲା। ଏହି ସ୍ଥାନଟି ଶ୍ରୀଲଙ୍କାର ସିଗିରିଆରେ ଅବସ୍ଥିତ। ଏହି ସ୍ଥାନକୁ ଯିବା ସହଜ ନୁହେଁ। ଏହି ସ୍ଥାନର ପ୍ରବେଶ ଦ୍ୱାରରେ ସିଂହର ପାଦଚିହ୍ନ ଦେଖିବାକୁ ପାଇବେ। ଏହି ପାହାଡ଼ ଉପର ଥିବା ସ୍ଥାନରେ ବିଭିନ୍ନ ପ୍ରକାରର କାର୍ଯ୍ୟଶୈଳୀ ଦେଖିବାକୁ ପାଇବେ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆଗକାଳେ ଏଠାରେ ମହଲ ନିର୍ମାଣ କରାଯାଇଥିଲା ଏବଂ ଫଟୋରେ ଦେଖିପାରୁଥିବେ ମହଲର ଅବଶେଷ ସାଙ୍ଗେ ସେଠାରେ ପାଣି ମଧ୍ୟ ଅଛି। ମିଳିଥିବା ତଥ୍ୟ ଅନୁସାରେ ଏହି ପାହାଡ଼ ଭିତରେ ବିଭିନ୍ନ ପ୍ରକାରର ଗୁମ୍ଫା ତିଆରି କରାଯାଇଛି। ଏହିପରି ଆଉ 3ଟି ସ୍ଥାନ ଆବିଷ୍କାର କରାଯାଇଛି ଯାହା ରାବଣର ଲଙ୍କା ଥିଲା ବୋଲି ପ୍ରମାଣିତ ମଧ୍ୟ ହୋଇଛି। କିଛି ଲୋକମାନେ ରାମାୟଣକୁ କାଳ୍ପନିକ ଭାବୁଥିବେ, କିନ୍ତୁ ଏହି ସ୍ଥାନ ପ୍ରମାଣ ଦେଉଛି ଯେ ରାମାୟଣ ଏକ ସତ୍ୟ କଥା ଅଟେ। ଯଦି ଆପଣ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।